ଜୟ ଶ୍ରୀରାମ। ନମସ୍କାର ଦର୍ଶକ ବନ୍ଧୁ, ବୀରେନ ଉପଚାର କେନ୍ଦ୍ର ୟୁଟ୍ୟୁବ୍ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ବନ୍ଧୁଗଣ, ଆପଣମାନେ ଯେଉଁ ଗଛଟିକୁ ପ୍ରତିଦିନ ଦେଖୁଛନ୍ତି, କେବେ ଭାବିଛନ୍ତି କି ସେହି ସାଧାରଣ ଦେଖାଯାଉଥିବା ଗଛଟି ବହୁତ ମୂଲ୍ୟବାନ ଅଟେ? ତାହା ହେଉଛି କେନ୍ଦୁଗଛ, ଯାହାର ଫଳ ଆମେମାନେ ଖାଇଥାନ୍ତି। କିନ୍ତୁ ସେହି ଗଛର ଔଷଧୀୟ ଗୁଣ ବିଷୟରେ ଆପଣମାନେ ଜାଣିନଥିବେ। ଆଜି ଆମେମାନେ ଜାଣିବା କେନ୍ଦୁଗଛର ଔଷଧୀୟ ଗୁଣ ବିଷୟରେ। କେନ୍ଦୁଗଛର ଛାଲ, ଫଳ, ମଞ୍ଜିକୁ ଆୟୁର୍ବେଦରେ ଔଷଧ ଭାବରେ ବ୍ୟବହାର କରାଯାଏ। କେନ୍ଦୁରେ ଭିଟାମିନ୍ ଏ, ସି, କ୍ୟାଲସିୟମ, ଫସ୍ଫରସ୍, କପର, ମ୍ୟାଗ୍ନେସିୟମ ଭଳି ପଦାର୍ଥ ରହିଅଛି। ୱେଟ୍ ଲସ୍ ପାଇଁ କେନ୍ଦୁ ବହୁତ ଜରୁରୀ ଅଟେ। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ, କାରଣ ଶେଷରେ ଏମିତି ଏକ ସତର୍କବାଣୀ ରହିଛି ଯାହା ଜାଣିବା ନିହାତି ଜରୁରୀ। ନୂଆ କରି ଚ୍ୟାନେଲ ଦେଖୁଥିଲେ ଭିଡ଼ିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ ନିଶ୍ଚୟ କରିନିଅନ୍ତୁ। ଦେଶଭେଦରେ ଏହାର ନାମ। ହିନ୍ଦୀରେ କୁଡ଼ା, ବଙ୍ଗାଳୀରେ କୁଡ଼ୁଚି ଗାଛ, ସଂସ୍କୃତରେ ଶୁକ୍ରବାଧିକ, ଗିରିମଲ୍ଲିକା ଅଟେ। ତେଲଙ୍ଗାନାରେ ଆକେଡ଼ୁ ଚଟୁ। ବଟାନିକାଲ ନେମ୍ ଡିସ୍ପାରିଓସ୍ ମେଲାନୋସିଲନ୍। ପରିଚୟ। ଋତୁପାତୀ ବୃକ୍ଷ। 8ରୁ 15 ମିଟର ପର୍ଯ୍ୟନ୍ତ ଉଚ୍ଚତା ହୁଏ। ଗଣ୍ଠିର ଛାଲି କଳା କିମ୍ବା ଧୂସରିଆ କଳା। ପତ୍ର କାଣ୍ଡରୁ ବାହାରି ଥାଏ। ଗୋଟିଏ ପେନ୍ଥାରେ 5ରୁ 12ଟି ଫୁଲ ଫୁଟି ଝୁଲି ରହିଥାଏ। ଫଳ ଗୋଲାକାର, କଞ୍ଚା ଅବସ୍ଥାରେ ପୀତ ରଙ୍ଗ ହୋଇଥାଏ। ପାଚିଗଲେ ରଙ୍ଗ ହଳଦିଆ। ଫଳ ଭିତରେ 2ରୁ 8ଟି ପର୍ଯ୍ୟନ୍ତ ମଞ୍ଜି ରହିଥାଏ। କଞ୍ଚା କେନ୍ଦୁ ଖସା ଏବଂ ପାଚିଗଲେ କେନ୍ଦୁ ମିଠା ବା ମଧୁର ଅଟେ। ବିଭିନ୍ନ ପ୍ରକାର ରୋଗ ଉପଶମ ପାଇଁ ବ୍ୟବହୃତ ପ୍ରଣାଳୀ। ପିତ୍ତ, ଦାହ, ବାନ୍ତି, ଗ୍ରହଣ ରୋଗ ନିବାରଣ ନିମନ୍ତେ। କେନ୍ଦୁପତ୍ର ରସ 1 ଗ୍ରାମ ଓ ଛାଲିର କାଠ 4ରୁ 8 ଗ୍ରାମ ଏକତ୍ର କରି ନିୟମିତ ଭାବେ ସେବନ କଲେ ଅଳ୍ପ ଦିନ ମଧ୍ୟରେ ରୋଗ ପ୍ରଶମିତ ହୋଇଯାଇଥାଏ। ତୁଣ୍ଡ ଘା ବା ମୁଖ ରୋଗ। କେନ୍ଦୁ ଗଛର ଛାଲି ବାଟି ଲେପନ ଦେଲେ ଅତି ଶୀଘ୍ର ଉପକାର ମିଳେ। ତୁଣ୍ଡ ଘା ବା ମୁଖ ରୋଗ ଭଲ ହୋଇଥାଏ। ହଣା ଘା। କେନ୍ଦୁ ଗଛର ଛାଲି ବାଟି ଲେପନ ଦେଲେ ହାଣି ହୋଇଥିବା ଘା ସ୍ଥାନରେ ବହୁତ ଶୀଘ୍ର ଭଲ ହୋଇଯାଇଥାଏ। ଦେହର ସମବର୍ଣ୍ଣାଥେ। ବଡ଼ ବଡ଼ ଘା ହେଲେ ମଧ୍ୟ ସେହି ସ୍ଥାନରେ ଚର୍ମର ବର୍ଣ୍ଣ ଦେହର ବର୍ଣ୍ଣ ସହିତ ମିଶେ ନାହିଁ। ଧଳା ଚିହ୍ନ ସବୁ ରହିଯାଇଥାଏ। ଏହିପରି ଜାଗାରେ କଞ୍ଚା କେନ୍ଦୁ ଫଳର ରସ ଲେପନ କଲେ ଅତି ଶୀଘ୍ର ଧଳା ଚିହ୍ନ ଦୂର ହୋଇଯାଇ ଦେହର ଚର୍ମରଙ୍ଗ ସହିତ ମିଶିଯାଇଥାଏ। ଅତିସାର। କେନ୍ଦୁ ଗଛର ଛାଲିକୁ କୁଟି ଗମ୍ଭାରୀ ପତ୍ରରେ ତାକୁ ଗୁଡ଼ାଇ ମାଟି ଲେପ ଦେଇ ନିଆଁରେ ପାକ କରିବେ। ଏହି ପାକ ହୋଇଯାଇଥିବା ରସ 2 ଗ୍ରାମ କିଛି ମହୁ ମିଶାଇ ନିୟମିତ ଭାବେ ସେବନ କଲେ ଖୁବ୍ ଚଞ୍ଚଳ ଅତିସାର ରୋଗ ଭଲ ହୋଇଥାଏ। ଅଗ୍ନିଦଗ୍ଧ ବ୍ରଣ। କଞ୍ଚା କେନ୍ଦୁ ଫଳର କାଠ 4ରୁ 8 ଗ୍ରାମ ପୁନର୍ବାର ପାକ କରି ବହଳିଆ କରିବେ। ସେଥିରେ ଗୁଆ ଘିଅ ମିଶାଇ ଅଗ୍ନିଦଗ୍ଧ କ୍ଷତରେ ଲଗାଇଲେ ଶୀଘ୍ର କ୍ଷତ ଶୁଖିଯାଇଥାଏ। ପିଲାମାନଙ୍କର
ହିକା ରୋଗ। କେନ୍ଦୁ ଫଳ ରସରେ ମହୁ ମିଶାଇ ବାଳକମାନଙ୍କୁ ଚଟାଇଲେ ହିକା ରୋଗ ବନ୍ଦ ହୋଇଥାଏ। ଏହିପରି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଭିଡ଼ିଓକୁ ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ ଏବଂ ପାଖରେ ଥିବା ଘଣ୍ଟି ବଟନକୁ ଦବାଇ ଦିଅନ୍ତୁ ଏବଂ ପରିଶେଷରେ ଚ୍ୟାନେଲଟିକୁ ନିଶ୍ଚୟ ସବସ୍କ୍ରାଇବ୍ କରିନିଅନ୍ତୁ। ରହୁଛି ନମସ୍କାର।